শীঘ্র পুরুষ জন্ম ধারণ করি কুহরে কুমার তোমার কেউ দেশে ঘর কেউ রাজা অটন্তি যে তোমার পিতা माता नम कही मनु तुझा संदेश नम राम चंद्र मोर अगध्यान परशुराम दत्त भंगी बलि मुबधी समुद्रे बन बांधिया एवं मारी रावण देवी नासिना रखी छिकी राम राम चंद्र मोर देखी लागे চমৎকার অতি চমৎকার এপরি অটহাস্য কলো যে অটহাস্য তুম্ব বংশর গুণান বলি তুম্ব বলে গীতা আমার মেয়ে কি ও বংশর গুণান বলি এ বংশর তুমি যাও জলদি রাজা যজ্ঞ পাই পিতা দশরথ তলিলে 14 বর্ষ বন সঙ্গে নিয়ে সৌমিত্রী জানকী এই পঞ্চবটি বনে করুଥିଲେ জীবন যাপন ସେ ନେଇଥିଲା ଜାନକୀ ସେଥିପାଇଁ ଲଙ୍କା କରି ଜୟ ଆଣିଥିଲା ଯେଉଁ ଜାନକୀ ପୁଣି ନିର୍ଦ୍ଦୋଷରେ ଦେଲ ବନବାସ ପୁଅ ରାମଚନ୍ଦ୍ର ଜାତି ରାଜନୀତି କ୍ଷତ୍ରିୟ ଧର୍ମ ସେଇକି ଉଚିତ ଅଞ୍ଚଳ ମର୍ଜନ ଏହା ବେ ବଂଶର ମର୍ଯ୍ୟ ଯେଉଁ ସୀତା ଲାଗି ଅଯୋଧ୍ୟା ସିଂହାସନ ହେଲା ପବିତ୍ର ଯେଉଁ ସୀତା ଲାଗି ରାମ ରାଜ୍ୟ ହେଲା କାମର ଯେଉଁ ସୀତା ଲାଗି ଘରେ ଘରେ ହେଲା ଜନରବ ତାକୁ କିଭ ରଖି ଅଯୋଧ୍ୟାର ଅତିର୍ଭ କଳଙ୍କ କହିଲୁ ଭାରତ ଏହା କଣ ନୁହେଁ କ୍ଷତ୍ରିୟର ଧର୍ମ চমৎকার বলে হতো যে সীতার স্পর্শ পাইলে মৃত্যু শিশু পাইলা জীবন যে সীতার আগে কান্দে অযোধ্যান করি সীতার আগে মধ্যে রামচন্দ্র কে কহে নররূপে নারায়ণ কে কহে পরম বিষ্ণু অবতার হেলে না না তোমরা হে লক্ষ্মী চড়া বঞ্চিত তোমাদের আগে ধ্বংসালা হলো ধ্যান মোলাগি অযোধ্যার বলা ধ্বংস ধ্বংস হয়েছি এটা গৌরবে তোমারই অযোগ্য পাই রাজা দশরথঙ্কর মধ্যে মৃত্যু হয়েছি তাহা বিবেক করি দেখিলে তোমারই অত্যাচারী ধর্মী আর কেই অযোধ্যারে নাই ମୁଁ ଅଧର୍ମ ଅତ୍ୟାଚାରୀ ତୁମ୍ଭେ ଅତ୍ୟାଚାରୀ କ୍ଷତ୍ରିୟ ଗଣ ସାବଧାନ ବାଳକ ରସନା ସଂଯୋଗ କର ନହେଲେ ଠିକ୍ ଶାସ୍ତି ପାଇବୁ ଅସମ୍ଭବ ଋଷି ବାଳକକୁ ଶାସ୍ତି ଦେବ ଏପରିକେ ବୀର ପୁରୁଷ ଭୂଖଣ୍ଡରେ ଜନ୍ମ ଧାରଣ କରିପାରିବେ ଗୁରୁ ବାଲ୍ମୀଙ୍କ ଆଶୀର୍ବାଦରୁ ଆମେ ତ୍ରିଭୁବନ ବିଜୟୀ ଏ ଧନୁ ହସ୍ତରେ କୋଟି କୋଟି ରାମଚନ୍ଦ୍ର ପରାସ୍ତ ହେବେ ଅସମ୍ଭବ ବାଳକ ଅଶ୍ଵ ଦେଇ ଶୀଘ୍ର ଆଶ୍ରମକୁ ଫେରି ଚାଲ ନଚେତ୍ ତୁମ୍ଭେ ମଧ୍ୟ ଆସିଛ ଶୁଣିବା ପାଇଁ ଚମତ୍କାର ଅତି ଚମତ୍କାର ଫେରି ଯାଅ ଅଯୋଧ୍ୟା
জয় রাজা রামচন্দ্র বেরিয়ে যাও সীতাপতে সুপ্ত সাধু সন্তানী ଆଉ କଣ ନା ଜାଗ୍ରତ ফেরিছিলি নির্বাধ রকম স্বাধীনতর নির্বাচিত মৃত্যু ଏବେ ବିଳମ୍ବ କାହିଁକି ରାସ୍ତା রাষ্ট্র ଏ ଆଉ ରକ୍ଷା ନାହିଁ ରାମଚନ୍ଦ୍ର রাষ্ট্র ରାଷ୍ଟ୍ର মারুতি মারুতি ତାହା ହନୁମାନ ମୁଣ୍ଡରେ କେନି ବୁଲିବ ରାମଚନ୍ଦ୍ରକୁ ମୁଣ୍ଡରେ ଧରି ବୁଲିବ ମର୍କଟ ଦେଖ ସେଠାରେ ତୋର ପ୍ରଭୁ ରାମଚନ୍ଦ୍ର ତିନି ମାତା ସହିତ ଧୂଳିରେ ପତନ ପ୍ରଭୁ ମୋର ଧୂଳିରେ ପତନ ଇଏ ପରି ଶକ୍ତିଶାଳୀ ଶୀଘ୍ର ହବ ଏକ ମୁଷ୍ଟିଘାତରେ ତାଙ୍କ ମୂଳ ପାତନ କରି ପ୍ରଭୁ ଦାସ ନାମକୁ ଅକ୍ଷୁଣ୍ଣ ରଖି କେଉଁ ରାମ ନାମରେ ସାତ ସମୁଦ୍ର ଦେଇ ଦଶକ ବନ୍ଧନ କେଉଁ ରାମ ନାମରେ ବନ୍ଧ ବନ୍ଧନ ଜୟ କରିଛନ୍ତି ଏହି ପବନ ତନୟ କେଶରୀ ନନ୍ଦନ କେବେ ହେଲେ ରାମ ନିନ୍ଦା ସହିବ ନାହିଁ ଏପରି ବେଳ ଆସିଲେ ସେହି ରାମ ନାମ ଧରି ପ୍ରଭୁ ହତ୍ୟା କରିବି ପ୍ରଭୁ ଯୋଗୀ ହତ୍ୟା କରିବ ଏବେ ଦେଖରେ ମନ ଏହି ପୁତ୍ର ବାଳକ ଦୁଇଟି ତୋର ପ୍ରଭୁର ଚିର ଶତ୍ରୁ କିପରି ସଜିତ ହୋଇ ଧନୁ ହସ୍ତେ ଦଣ୍ଡାୟମାନ ଏବେ ଏତେ ଶକ୍ତିଶାଳୀ ଏବେ ରାମ ନାମରେ ଜଗତ ବିଜୟୀ ଏବେ ଶକ୍ତିର ତାପର୍ଯ୍ୟ ଦେଖାଇ ଆମକୁ ଯୁଦ୍ଧରେ ପରାଜିତ କରି ଯଶସ୍ୱୀ ହେଲେ ଅପମାନରେ ପ୍ରତିଶୋଧ ହୋଇପାରିବେ ଆସ୍ପଦ କର ସାମାନ୍ୟ ଆମର କହି ରାମ ନିନ୍ଦା କରିବାକୁ ସାହସ ଦୟା ହେଉଛି ଧର୍ମ କର୍ମ ବିସର୍ଜନ ଦେଇ ହତ୍ୟା କରନ୍ତି ଏ ସ୍ନେହ କାହିଁକି ମୋତେ ଏତେ ପଶ୍ଚାତପଦ କରି ଏ କଣ ପ୍ରଭୁଙ୍କ ଅଂଶ ଧରି ଜନ୍ମଗ୍ରହଣ କରିଛନ୍ତି ତା ବୋଲି ବିବେକ ମୋତେ ପଛକୁ ଯାଆନ୍ତି ଯାହା ନହେଲେ ଇଏ ମହାଯୁଦ୍ଧ ଦାନବକୁ ହତ୍ୟା କରିଛନ୍ତି ତାଙ୍କ ପୁଣି ଏଇ ସୂର୍ଯ୍ୟନାରାୟଣଙ୍କ ହାତରେ ଅପମୃତ୍ୟୁ ଯାହା ହେଉ ନା କାହିଁକି ଆଜି ବିସର୍ଜନ ନେବାକୁ ହେବ ଦେଖିବି ଏ ଅପମାନ ରାକ୍ଷସ ପାଇଁ ଠିଆ ହୋଇ ସଙ୍ଗେ ଆମେ ଯୁଦ୍ଧ କରି ଦେଖିବି ଏ ସାମାନ୍ୟ ବାଳକ ମୋର କଣ କରିପାରିବେ ବେଶ ତାହା ପାଇଁ ଆମ୍ଭେ ପ୍ରସ୍ତୁତ ଗୁରୁଙ୍କ ଆଶୀର୍ବାଦରୁ ସ୍ୱାଗତ ବିଜୟୀ ହୋଇ ଯେତେବେଳେ କଣ ରଣକ୍ଷେତ୍ର ପୃଷ୍ଠଭଙ୍ଗ ଦେଇପାରିବ ନା ପ୍ରାଣ ପର୍ଯ୍ୟାୟ ଯୁଦ୍ଧ କରିବୁ ନିଜେ ପରାଜିତ ହେଲେ ହସି ହସି ପ୍ରାଣ ଦେଇ ଚାଲିଯିବୁ ଭଲ ନାହିଁ ଜନ୍ମ ହେଲେ ଦିନେ ମରିବାକୁ ପଡ଼ିବ ଯଦି ସେ 100 ଦିନ ବସିବାର ଥାଏ ଏବେ ସେ ରାମଚନ୍ଦ୍ର ପରି ଧୂଳିରେ ଥାଏ ଦେବାକୁ ମୋତେ ମାତ୍ର କୁଣ୍ଠାବୋଧ କରିବି ନା ଏବେ ଦେଖାଯିବ ଭୟ ନାହିଁ ଅରାଷ୍ଟ୍ର
ମାଙ୍କ ନିକଟକୁ ନେଇ ସମସ୍ତ ଯୁଦ୍ଧ ବୃତ୍ତାନ୍ତ କରିବା। ଚାଲନ୍ତୁ ଭାଇ। ୟାକୁ ମାରିପାରିବେନି।